हेलो फ्रेंड्स, वेलकम टू आवर चैनल जे माँ सबने जे कौशल। ओडिशार पर्वपर्वाणी सीजन रे आमके शेड्यूल करवाक पड़सी कि केनके गुटे बुलीजिमा मनोरंजन करिक नासमा बोलिकिना जितकी बेले आम प्लानिंग करसु सेतकी बेले आमर बलांगीर जिला के मने पड़सी। बलांगीर जिले रे अनेक गुटे तीर्थस्थली अच्छे, पर्यटनस्थली अच्छे जेनटा कि बुलवार लगी समस्त के भल लगसी। जेन जिले में गिरी गोवर्धन पहाड़ अच्छे, हरिशंकर मंदिर, बलांगीर भीमडंगर, टिटलागढ़ कुमड़ा पहाड़ एंता पर्यटनस्थली अच्छे। से जिले में आउ गुटे भी एंता शैवपीठ अच्छे जोटा कि लोकायत हिसाब से रही जाइए। दीर्घ 54-55 वर्ष होगा से मंदिर थिला, किंतु सरकार किसी दृष्टि के नहीं आसी बोली आज अवहेलित होना रही थिला। और किसी बदान्य व्यक्ति दान अर्थरे से शैवपीठ के पुनरुद्धार करवार लगी किसी जन प्रयास करिछन। से शैवपीठ हूँ टिटलागढ़ जिला सॉरी से शैवपीठटा हूँ टिटलागढ़ ब्लॉक रु 22 किलोमीटर आसला परे दिक्सिरा पंचायत गुरतुला गाँव रो शैवपीठटा बहुत पुराना शैवपीठ है जेनटा कि आमर दंती नदी खणी रे से मंदिरटा तैयारी कराही थिला। आउ एबे मंदिर के आम बुलवा लगी आसचु तो देखमा इ मंदिर रे काଣା सबू चेंजेस कराही छे आउ केते सुंदर अच्छे सेटा बुलिकिना देखमा आउ उपभोग करमा। श्रावण पूर्णिमा राखी पूर्णिमार आज वीडियो टी बनाना गुरतुला मंदिर टिटलागढ़ 25 किलोमीटर आमर निजगा परासरा पाखे आम जो नदी अच्छे नदी पाखे नदी खड़ी मंदिर के कराई आम गुरतुला गाँव यहाँ आम टोटाल फैमिली किरण मनकर फैमिली धरिकिना नानी अंचल अच्छे 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 तो पहला बुलमा तापर मंदिर काଣା अनुदान अच्छे कार कार अनुदान कराई सब देखमा तो देखमा तो पहला देखमा इला मंदिर रे सब काଣା अच्छे पहला बुलिकिना देखमा तारपर दर्शन कर सारला परे न काଣା सुविधा असुविधा काଣା अच्छे आमर रखी तैयार टी भेटमा आउ तांकर मतामत नेवा। तो यहाँ 2-3 वर्ष भितर मंदिर बना है शुणी किंतु आम नहीं आसी थे सेपरेट आज प्रोग्राम लगी बोली तो यहाँ 2 बाजीगलान लोग 1000 प्लस थे किंतु भल चांस टे मिस करदेलु। गाँ बस्ती रु 1 किलोमीटर आउ नदी रु 500 मीटर पाखे गाँटा अच्छे बाहर गोटे पार्क अच्छे बहुत बढ़िया जगह आमर पाखे टिटलागढ़ टे थिला ना अच्छे टिटलागढ़ तापर आउ गोटे अच्छे शंकर मंदिर आमर ममिया रे गोटे अच्छे यहाँ अच्छे और देखमा पहला बोली देखमा
ସେଇ ଗୃହ ବହୁତ ବଢ଼ିଆ ପରିବେଶ। ଇଆଡ଼େ ଆଉ ଗୋଟେ ଚାଲିଛେ ଭାରି ପ୍ରହରୀ ମଣ୍ଡପଟେ ଚାଲିଛେ ବରାବର ଚାଲିଛେ। ସବୁ ପ୍ରକାର ଦେବାଦେବୀ ଆପଣମାନେ ନ ଦେଖିପାରିବେ। ବଢ଼ିଆ ପରିବେଶ ଅଛି, ସୁନ୍ଦର ପରିବେଶ। ବହୁତ ବଢ଼ିଆ ଅଛି। ଆଚ୍ଛା ଆପଣ ଆମର ମନ୍ଦିରର ଗୁରୁତଲା ଯେନ୍ ଶିବ ମନ୍ଦିରଟେ ଅଛେ ଇନର ଆପଣ ପୂଜାରୀ ପୂଜାରୀ କହିଲେ ବି ତାହେଲେ ନେତୃତ୍ୱ ମୁଇଁ ନେଇଛେ। ଆଜ୍ଞା। ତ ଦୀର୍ଘ 2-2.5 ବର୍ଷ ହେଲା ମନ୍ଦିର ଟିକେ ଆମର ଆକ୍ଚୁଆଲି 1973 ମସିହାରେ ମନ୍ଦିରଟା ପୁରୁଣା ମନ୍ଦିରଟା ଥିଲା, ବୁଝିପାରିଲେ କି ପୁରା। ତ ଆମେ 20/7/2020ରୁ ଆମେ ମନ୍ଦିର କନଷ୍ଟ୍ରକ୍ସନ୍ ଗୁଡ଼ାକ ଇନଫ୍ରାଷ୍ଟ୍ରକ୍ଚର ଗୁଡ଼ାକ ସବୁ ବନେଇ ଚାଲିଛୁ। ଆର୍ ପ୍ରାୟଟି ଦେଖବାର୍ଲେ ଗଲେ ସାର୍ ଆକ୍ଚୁଆଲି ଲୋକଙ୍କ ଡୋନେଟ୍ରୁ ଏଇଟା ଚାଲିছে ପୁରା। ଆକ୍ଚୁଆଲି ଗଭର୍ଣ୍ଣମେଣ୍ଟ ଫଣ୍ଡ ଯଦି 2-4 ଲାख କମ୍ ସେ କମ୍ ମିଳିছে, ବାକି ହାରାହାରି 90-80 ଲୋକ ଖଣେ ଆମର ଇନେ ଡୋନେଟ୍ କଲେନ। ଆଗାମୀକାଲି ଦିନରେ ଭଗବାନଙ୍କ ଆଶୀର୍ବାଦରୁ ବହୁତ କିଛି ଆଗକେ କର୍ମ ବୋଲିକି ଆଶାବାଦୀ ଅଛୁ। ତ ସଙ୍ଗେ ସଙ୍ଗେ ଆଜ୍ଞା ଗଭର୍ଣ୍ଣମେଣ୍ଟ ବି କିଛି ଯଦି ଅନୁଦାନ ଦେତେ ବୋଲେ ନିଶ୍ଚିତ ଭାବରେ এটা ଭଲ ଗୋଟେ ପାର୍କ ଫାର୍କ ହେଇକରି ଭଲ ଗୋଟେ ତୀର୍ଥକ୍ଷେତ୍ର ଉପରେ ପରିଣତ ହେଇପାରତା ବୋଲି ମୋର ଆଶାବାଦୀ ଅଛି ଆମର ଯୋଗେଶ୍ୱର ପୀଠଟା। ତାମାନେ ଆପଣ ଏଇଟା ଯେନ୍ ମନ୍ଦିରଟା ବି କଲେ ଯେନ୍ କଲେ ଗାଁର କଣ୍ଟ୍ରିବ୍ୟୁଟରେ ଆଉ କାଁ ନେଇ ଅନେକ ତାମାନେ କି ହଁ ଅନେକ ଲୋକ ଗାଁର ଲୋକ ବି ଅଛନ୍, ଅନେକ ଭଲ ଲୋକମାନକେ ଯେ ଆମେ କଣ୍ଟାକ୍ଟ କରିକିରି ସେମାନଙ୍କୁ କମ୍ ସେ କମ୍ 92-95 ଲୋକ ଆମେ ଘର ଘର ଯାଇକି ଲୋକଙ୍କୁ ମାଗିଛୁ। আর ଭଲ ଲୋକ ଦେଖିକି ତାମାନେ କିଏ 5 ବି ଦେଇଛନ୍, କିଏ 10 ଦେଇଛନ୍, କିଏ 50 ଦେଇଛନ୍। ଅନେକ ଲୋକ ଅନେକ ତାମାନେ କି ଆମର ସଂଗଠନ ସହିତ ଭଗବାନଙ୍କ ଆଶୀର୍ବାଦରେ ଜଡ଼ିତ ହେଇଛନ୍। ତାମାନେ କି ଇନ ଗୋଟେ ଶିବ ମନ୍ଦିର କରବାର୍ ଲାଗି ଆପଣ କାଣା ଚିନ୍ତା କଲେ ଆଉ କେନ୍ ସୁବିଧା ଲାଗି? ଦେଖୁନ୍ ଆଜ୍ଞା 20/7/2020ରେ ଗୋଟେ ଭଗବାନଙ୍କ ଗୋଟେ ମାନସିକ ଥିଲା। ତାପରେ ସାଧାରଣ ଗୋଟେ ଇଟା ପଥରର ଗୋଟେ ମନ୍ଦିରଟେ ଥିଲା। ତ ମାନସିକ ହେଲାରୁ ଗୋଟେ ମୁଁ ଷ୍ଟାର୍ଟ କଲି, ଅନେକ ଲୋକ ହେନେ ଯୋଡ଼ି ହେଇଗଲେ। ତାମାନେ କି ଗାଁର ବି ଅନେକ ଲୋକ ଯୋଡ଼ି ହେଲେ, ଏଇଟା ଭଲକର ସୁନ୍ଦରକର କର୍ମା ଗୋଟେ ଐତିହ୍ୟ ପୀଠ ତାମାନେ କରବାର୍। ଆଜି ଯଦି ପୀଠର ତାନି ଏଦି ସୁନ୍ଦର ନି ହେତା ତ ଲକ୍ଷ ଲକ୍ଷ ଭକ୍ତ କାଁ ହେଲା ଯେ ଆସତି, ପ୍ରତି সোমবার କାଁ ହେଲା ଭିଡ଼ ହେତା, ପ୍ରତିଦିନ କାଣା ଭିଡ଼ ହେତା। ପ୍ରତି সোমবার ଦିନ ଆମର ସକାଳୁ ତାମାନେ କି ପୂଜା ପ୍ରତିଦିନ ସକାଳୁ ସନ୍ଧ୍ୟାରେ ପୂଜା ହେଉଛି 2 ଟାଇମ୍। সোমবার ଦିନେ ମେନଲି ବହୁତ ତାମାନେ କି ଲୋକଙ୍କର ପ୍ରତି সোমবার ଦିନେ 50-100ଟା ଲୋକ ତାମାନେ କି ସବୁବେଳେ ଭିଡ଼ ରହୁছে। ତାମାନେ ଜାଗା କେତେ ଅଛି ମନ୍ଦିର? ଜାଗା ଆମର ମନ୍ଦିର ହାରାହାରି 2-3 একর ହେଇଯିବା ଆଜ୍ଞା, ସରକାରୀ ଜାଗା ଅଛି। ବୁଝିପାରିଲେ ସରକାରୀ ଅନୁଦାନ କିଛି ଆପଣଙ୍କର? ସରକାରୀ ଅନୁଦାନ ହାରାହାରି ଆମେ MP MLAଙ୍କ ଠାରୁ 3-4 ଲାখ ଗୋଟେ ପାଇଛୁ ଆଜ୍ଞା। ମନ୍ଦିର ତ ଭାବିଛି ଆଗାମୀ ଦିନରେ ସରକାର ଯଦି ସରକାର ଯଦି ଦୃଷ୍ଟି ଦେତେ କିଛି ଆହୁରି ଯଦି ଅନୁଦାନ କିଛି ସରକାର ତରଫରୁ ପାଇತು ବୋଲେ ଭଲ ହେତା। ତାମାନେ ଆହୁରି ତାମାନେ ଇନଫ୍ରାଷ୍ଟ୍ରକ୍ଚର ମନ୍ଦିର ହେଇପାରତା। ଅନେକ ଲୋକଙ୍କର ସ୍ୱସୁତା, ଅନେକ ଭକ୍ତଙ୍କର ତାମାନେ କି ସ୍ୱସୁତା ଜାଗାର ବି ମହାତ୍ମ୍ୟଟା ଗୌରବାନ୍ୱିତ ହେତା ବୋଲି ମୁଁ ଅନୁଭବ କରୁଛେ ସାର୍। ଧନ୍ୟବାଦ। ଥ୍ୟାଙ୍କ ୟୁ। ତ ଦେଖୁଥିଲେ ଫ୍ରେଣ୍ଡସ୍, ଆଉ ଆମର ପୁରୋହିତ ପୂଜାରୀ ଯେନ୍ ଅଛନ୍ ତାଙ୍କର ମତାମତ ଆପଣ ଶୁଣୁଥିଲେ। ପବ୍ଲିକର ଅନୁଦାନ କିଛି ବଦାନ୍ୟ ବ୍ୟକ୍ତିଙ୍କର ଅନୁଦାନ ଅଛେ, ଆଉ ଭକ୍ତି ଆଉ ଶ୍ରଦ୍ଧାରେ ଲୋକ ଯାହା ଅନୁଦାନ କରିଛନ୍ ତ ସେ ଦାନ ପଇସାରେ ହିଁ ମନ୍ଦିର ଚାଲିଛେ। ତ ଇନ ଆମର ଗଭର୍ଣ୍ଣମେଣ୍ଟକୁ ଆମର ୟୁଟ୍ୟୁବ୍ ମାଧ୍ୟମରେ ବି ଅନୁରୋଧ କର୍ମା କି ଆମର ଏନ୍ତା ସବୁ ଐତିହ୍ୟ ପୀଠମାନକେ ଯଦି କିଛି ଅନୁଦାନ ଦେତେ କି କିଛି ଦୃଷ୍ଟି ଦେତେ ବୋଲେ ଗୋଟେ ଲୋକଙ୍କର ଆସ୍ଥା ବିଶ୍ୱାସ ଉପରେ ଟିକେ ଭରସା ରହତା। ଏଇଟା ସବୁ କନଷ୍ଟ୍ରକ୍ସନ୍ ଚାଲିଛେ, କାମ ଚାଲିଛେ। ତାହେଲେ ଏଇଟା ବିଭିନ୍ନ ପ୍ରକାର ମୂର୍ତ୍ତି ଚିତ୍ର କରା ଚାଲିଛେ। ବହୁତ ବଢ଼ିଆ ଲାଗ୍ଲା ଏଇ ପରିବେଶ ଦେଖୁଛନ୍ ଆପଣମାନେ। ଆଉ କାଣା ସବୁ ଅଛି ଦେଖମା ସବୁ ଅଛେ ସବୁ ଅଛନ୍।
ବାହାରର ଦୃଶ୍ୟ। ବହୁତ ବଢ଼ିଆ ଅଛି। ତଳେ ଉଦନ୍ତୀ ନଦୀ ଅଛି। ସରି, ଉଦନ୍ତୀ ନଦୀ ଉଦନ୍ତୀ ନଦୀ ଅଛି। ତ ଇଟା ଥିଲା ଆମର୍ ଗୁରୁତଲା ମନ୍ଦିର। ଆଉ ଇ ଭିଡ଼ିଓ ଆପଣମାନ୍କେ କେନ୍ତା ଲାଗ୍ଲା ଆପଣମାନଙ୍କର ମତାମତ କମେଣ୍ଟ ମାଧ୍ୟମରେ ଦେବେ। ଆମର୍ ଭିଡ଼ିଓକେ ବହୁତ ମାତ୍ରାରେ ଭଲ ପାଇକିନା ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ଆଉ ଏନ୍ତା ସବୁ ଭିଡ଼ିଓ ଦେଖ୍ବାର୍ ଲାଗି ବେଲ୍ ଆଇକନ୍ଟାକେ ଦବେଇ ଦେବେ। ଥ୍ୟାଙ୍କ ୟୁ।